ଥଣ୍ଡା ହେଇଯାଇଛି ନା କଣ? ଫାଷ୍ଟ ପାର୍ଟ ସ୍କିପ୍ କରିବି। ହଁ କଣ ହେଲା? କୋଉଠି ଅଛି? କୋଉଠି? ଏକ୍ସାମ୍ପଲ ଏଥିରେ କଣ ଥିଲା? ଫଙ୍କସନ ଅଫ ଷ୍ଟାଟିଷ୍ଟିକ୍ସ, ସ୍କୋପ ଅଫ ଷ୍ଟାଟିଷ୍ଟିକ୍ସ, ତ କୋଉଠି କଣ ବୁଝେଇ ପାରୁନ? ବୁଝେଇବି ନା କଣ? କେବେ ଇଣ୍ଟରନାଲ ଅଛି? ସରି ଇଣ୍ଟରନାଲ ଏକ୍ସାମ କେବେ ଅଛି? କୋଉ ବାର? ଡିସେମ୍ବର 12। ଆହୁରି ବହୁତ ଦିନ ରହିଲାଣି। ଆହୁରି ବହୁତ ଦିନ ରହିଲାଣି। 13 ଦିନ ରହିଲାଣି। ଏକ୍ସାମ ପୂର୍ବ ଦିନ ଡିସ୍କସନ। ଏକ୍ସାମ ପୂର୍ବ ଦିନ ଡିସ୍କସନ କରିଲେ କଣ ହବ? ତମ ମନେ ରହିବ। ହଁ କି ନାଇଁ? ନାଇଁ ପୂର୍ବ ଦିନ ଅନଲାଇନ ଡିସ୍କସନ କରିବ। ଅନଲାଇନ ଇନ ଦ ସେନ୍ସ ଗ୍ରୁପ ରେ ତମେ ସବୁ ନାହଁ। ସାମାନ୍ୟ ଲିଙ୍କ ଟା ପଠେଇଦବ, ତମେ ସବୁ ଜଏନ କରିଦବ। ତା ପୂର୍ବ ଦିନ। ଓକେ ଆ ପର କ୍ଲାସ ରେ ଆଜି ଆମେ ପପୁଲେସନ ର ସାରିଦବା, ମ୍ୟାକ୍ସିମମ ପାର୍ଟ ସାରିଦବା। ଆମର ଷ୍ଟାଟିଷ୍ଟିକ୍ସ କରିଦବା ନା କଣ? ସେଟର ପାର୍ଟ ସାରିଦବା। ତମେ ପରୀକ୍ଷା ଦେବା ପାଇଁ ଯିବ ନା କଣ? ଯାଅ ଯାଅ ଯାଇକି ବୁଲି ଆସ, ଦେଖ ତାର ବିଶ୍ୱାସ ମୋ ଉପରେ ଅଛି ନା କଣ? କଣ ହେଇଥିଲା? ମୁଁ ଆଜି ଖାଇକି ଆସିକି ଭାବିଲି ମୁଁ ଶୁଇବି ନାହିଁ। ପାଗଟା ଯୋଉ ଏମିତି ଦେଇଛି, ଶୋଇ ପଡିଆ ଆଉ। ଶୋଇ ପଡିଛି ଏକାଥରେ, ନିଦ ହେଇଯାଇଛି। ରୁମରେ କେହି ନାହାନ୍ତି, ରୁମରେ କେହି ଗୋଟେ ରୁମମେଟ ଥିଲେ। ସେ କିଛି ଆବାଜ କରନ୍ତା ମୁଁ ଉଠିପଡନ୍ତି। ମୋବାଇଲ ଦେଖନ୍ତା, ତା କତିକି କଲ ଆସନ୍ତା, କେହି ନାହାନ୍ତି। କବାଟଟା ମାରିଦେଲି। ଶୋଇଯାଇଛି ତା ସ୍କ୍ରିନ୍ ଦେଇ, ଗ୍ଲାସ ଦେଇକି ହେଇଛି। 15 ମିନିଟ ଲାଗୁଛି, ମୁଁ ଦେଖିଲା ବେଳକୁ ଟାଇମ ହେଲାଣି। ଟିକେ ହେଲେ ବାହାରୁ ବାହାରି ଆସିଲି, ପ୍ରବଳ ଭିଡ଼, ମାନେ ବାହାରୁ। ହଁ ଆଜି ପାଗ ତ ଦିନ ସାରା ଆଜି ଥଣ୍ଡା ନାଇଁ, ବର୍ଷା ବି ମଝିରେ ହଉଥିଲା। ଭଲ ଅଛ? ଭଲ ଲାଗୁଛି ଆଉ। ବିମଲ କେମିତି ଅଛ? କଣ ଖାଇଛ ଆଜି? ଭାତ। ମୁଁ ବି। ତାପରେ ଅଣ୍ଡା। ଆଉ ତମେ ବା ନନଭେଜ ଖାଅନି? ଅଣ୍ଡାଟା ନନଭେଜ। ଭେଜ ଅଣ୍ଡା ଖାଇଛି। ଭେଜ ଅଣ୍ଡା ଖାଇଛି। ନନଭେଜ କି ଖାଆନ୍ତି ନାହିଁ ଏଠି? मैं तो खाओ नहीं शेडी में क्या? ତମେ? ଆମର ବାର ଅଛି। ବାର ତ ଅଛି। ନାଇଁ ନାଇଁ ସୋମବାର ମଙ୍ଗଳବାର ଗୁରୁବାର ଖାଏ। ସୋମବାର ମଙ୍ଗଳବାର ଯୋଉ ବାର ନ ମିଳିବ ସେଇଦିନ ଆମ ବାର। ନା ନା ସେମିତି ନାହିଁ, ସୋମବାର ମଙ୍ଗଳବାର ଗତ କ୍ଲାସ ରେ କଣ ପଢା ହେଇଥିଲା ଟିକେ ଭାବ, ପଚାରିବି କହିବ। ତମେ ମଝିରେ କୋଉଠି ପଳେଇ ଯାଇଥିଲ? କେବେ ଯାଇଥିଲ? ତମେ ଜାଗା ହଉଛି ତ କମ୍ଫର୍ଟେବଲ ବସିଛ? ଆଗରୁ ବସିଛ? ତମେ ତ ମତେ ଲାଗୁଛି ଯାହା 2ଟା 3ଟା କ୍ଲାସ ମଝିରେ ଆସିନା। ଆମେ ସେଥିରେ ଯାହା ବି ଆଗେଇ ଦେଇଛୁ, ତମେ କେମିତି ପଢିବ? ବୁଝିଲ ତ? କାହା ବୁଝିବ?
ଯେ ଭଲସେ ବୁଝିଥିବ। ତାଙ୍କ ଭିତରୁ କିଏ ଭଲସେ ବୁଝିଛି ମତେ କହିଲ? ତାଙ୍କ ଭିତରୁ କିଏ ଭଲସେ ବୁଝିଛନ୍ତି ତାଙ୍କ ପାଖକୁ ତମେ ବୁଝିବ। ସେ ଦି ଜଣ ତ ପରସ୍ପର ଲାଗିଗଲେଣି। କିଏ ବୁଝୁଛନ୍ତି ସିଏ ବୁଝି ସମସ୍ତେ କେବଳ ତାଙ୍କୁ ଛାଡି, କାରଣ କାଲି ତାଙ୍କର ଫାଷ୍ଟ କ୍ଲାସ ଥିଲା। ଗତ କ୍ଲାସ ନା ଫାଷ୍ଟ କ୍ଲାସ। ତେବେ ତମେ ଏ ତିନି ଜଣଙ୍କର କାହା ପାଖରୁ ବୁଝିବ କୁହ? ତାଙ୍କ ପାଖରୁ କାହାକୁ ବୁଝିବ କୁହ? ତାଙ୍କର ବୁଝିବ। ତାଙ୍କ ନମ୍ବର ଅଛି? ଫୋନ ନମ୍ବର ନାହିଁ? ନେଇଯିବ। ଫୋନ ନମ୍ବର ନେଇଯିବ, ତମର ପଢା ସରିଲା ପରେ ତାଙ୍କୁ କଲ୍ କର। ମତେ ବୁଝେଇକି ଶୋଇବ, ଧମକେଇବ। ହଁ କି ନାଇଁ? ସେ ସାରିବେ ସେ ଶୋଇବ। ମୁଁ ତ ଅଳ୍ପ ପଢେଇ ଯୋଉଟା ଅଧଘଣ୍ଟାରେ ସରିଯିବ ବୁଝେଇବା, ସେଇଦିନ ତମକୁ ବୁଝେଇବି। ସେଇଦିନଠୁ ବୁଝେଇବା ବୁଝେଇବା ବୋଲି ଚାଲିଛି, ବଟ୍ ମାନେ ଇନିସିଆଲ ହେଇନାହିଁ, ଷ୍ଟାର୍ଟିଂ ହେଇନାହିଁ। ଡେଟ୍ ମାନେ ଷ୍ଟେପ ଶିଫ୍ଟିଂ ଚାଲିଛି। ଆମେ ଗତ କ୍ଲାସରେ ପଢିଥିଲୁ କଜେସ୍ ଅଫ ପପୁଲେସନ ଗ୍ରୋଥ। ସେଥିରେ ତମେ ଚାରିଟା କି ପାଞ୍ଚଟା ପଏଣ୍ଟ କହିଥିଲ। ଚାରିଟା ପଏଣ୍ଟ କହିଦେଇଥିଲ ତ? ଚାରିଟା ପଏଣ୍ଟ ତମେ କହିଦେଇଥିଲ, ସେତିକି ହିଁ ଆମର ଦରକାର। ତ ଆଜି ଆମେ ଡିସ୍କସନ କରିବା କଜେସ୍ ଅଫ लो डेथ रेट्स। कजेस ऑफ लो डेथ रेट। ଆମେ ଗତ କ୍ଲାସ ରେ ଦେଖିଥିଲୁ ଡିମନ କଣ କରିଛନ୍ତି ନା ଯାଇଛନ୍ତି ଗୋଟେ ସୋସାଇଟି କୁ ସର୍ଭେ କରିବା ପାଇଁ। ସେଠି ସେ ଦେଖିଲେ ପପୁଲେସନ ଗ୍ରୋଥ ବହୁତ ରାପିଡଲି ହଉଛି, ବହୁତ ଫାଷ୍ଟ ପପୁଲେସନ ବଢୁଛନ୍ତି। ତେବେ ସେ ପଚାରିଲେ ପପୁଲେସନ ଏମିତି ବଢିବା ରିଜନ କଣ? ସେ ରିସର୍ଚ୍ଚ କରିକି ଜାଣିଲେ ଯେ ଫାଷ୍ଟ ରିଜନ ଜାଣିଲେ ହାଇ ବାର୍ଥ ରେଟ୍ସ। ଜନ୍ମ ହାର ସେ ଏରିଆର ବହୁତ ଅଛି। ତାପରେ ସେ ଖୋଜିଲେ ଜନ୍ମ ହାର କାହିଁକି ବଢୁଛି। ଯୋଉ ଚାରିଟା ରିଜନ ଆମେ ଗତ କ୍ଲାସରେ ଡିସ୍କସନ କରିଥିଲୁ ସେ ସେଇ ଚାରିଟା ରିଜନ ପାଇଲେ। ହଁ ନାଇଁ? ତାପରେ ତମେ ଆଉ ଗୋଟେ ମଧ୍ୟ ଆସ୍ପେକ୍ଟ ଦେଖିଲ ଯେ ଡେଥ ରେଟ୍ ବହୁତ କମ ଅଛି ବା ମରୁଛନ୍ତି ବହୁତ କମ। ଏବେ ତମେ ବୁଝିଲ କାହିଁକି ଡେଥ ରେଟ୍ ବହୁତ କମ ଅଛି। ଆଗରୁ ତ ଡେଥ ରେଟ୍ ବହୁତ ହାଇ ଥିଲା, ବର୍ତ୍ତମାନ ଡେଥ ରେଟ୍ ଡିକ୍ରିଜ କରିବା ରିଜନ କଣ? ତମେ ଯାହା ପାଇଲ ସେଇଟାକୁ ଆମେ ଲେଖିବୁ, ବୁଝିଲ? କଣ ପାଇଲ କୁହ? ଡେଥ ରେଟ୍ ଡିକ୍ରିଜ କରିବା ରିଜନ? ହଁ, improvement of medical facilities, education awareness, consciousness, then हाँ spiritual mindset। spiritual mindset ଆମେ କହିପାରିବା ନାହିଁ, blind belief ଆମେ କହିପାରିବା, ଆଉ superstition ଆମେ କହିପାରିବା। ଏଇଟା ଡିକ୍ରିଜ ହେଇଛି ଯେତେବେଳେ ଏଜୁକେଶନାଲ କ୍ୱାଲିଫିକେସନ ତମର ବଢିଲାନି, ବିଷୟରେ ଡିକ୍ରିଜ ହବ ନା। ଯେହେତୁ ତମେ ଏଜୁକେଟ ହେଲ, କନସିୟସ ହେଲ, ଯେ ତମେ କନସିୟସ ହେଲ ଧର ତମ ବ୍ଲାଇଣ୍ଡ ବିଲିଫ ଗୁଡା ତମେ ବିଶ୍ୱାସ କରୁଥିଲ ଯେ ପିଲାମାନେ ହଉଛନ୍ତି ଭଗବାନଙ୍କର ଦାନ, କଣ ନା ଆମର ଏଠି ଟିକେ କଣ୍ଟିନ୍ୟୁଅସ ପ୍ରୋସେସ, ଏଇ ଯୋଉ ସବୁ ଥଟ୍ ଗୁଡାକ ତମ ମାଇଣ୍ଡ ରୁ ଡିସକାର୍ଡ ହେଇଯିବ। ଆଉ କିଛି ନୂଆ ଥଟ୍ ଆସିବ। ନୂଆ ଥଟ୍ କଣ ଆସିବ? ଆମେ ଯାହାବି ଯେତେ ପିଲା ହବା କେମିତି ପାଳିବା, କେମିତି ଭଲସେ ତାକୁ ଏଜୁକେଟେଡ କରିବା, ହ୍ୟୁମାନ ଡେଭଲପମେଣ୍ଟ ସରି ହ୍ୟୁମାନ କ୍ୟାପିଟାଲରେ କନଭର୍ଟ କରାଇବା, ଏଇ ସବୁ ଥଟ୍ ତମ ମାଇଣ୍ଡ କୁ ପଳେଇ ଆସିବ। ତମେ କମ ପିଲା ଜନ୍ମ କର, ହଁ କି ନାଇଁ? ପପୁଲେସନ ଗ୍ରୋଥ ର ଆଉ ମଧ୍ୟ ଗୋଟେ ରିଜନ ଥିଲା ଜଏଣ୍ଟ ଫ୍ୟାମିଲି। Joint family also one of the most important reasons for high birth rate. Joint family, how it is responsible?
explain me how joint family is responsible for high conflict? ଯେତେବେଳେ ଜଣ ମୁଁ ହଁ ତମେ ତମ ଅନୁଭୂତିରେ କୁହ। କନେଥିବ କି ଆହାର ବି ଆର ବି କୁହ। ମାନେ ଆଉ ଜଣ ହଁ ଜଏଣ୍ଟ ଫ୍ୟାମିଲି ମୁଁ ମିଶିକି କଣ ଦିଅ ହଁ ଜଏଣ୍ଟ ଫ୍ୟାମିଲି କେମିତି ରେସ୍ପନ୍ସିବୁଲ ବାय ବାର୍ଥଡେ ସେ ଗୋଟେ ରିଜନ ଦେଲେ ଜଏଣ୍ଟ ଫ୍ୟାମିଲିରେ 4 ଜଣ ଅଛନ୍ତି ହଁ କି ନାଇଁ 4 ଜଣ ବହୁତ ଚାରି ଭାଇଙ୍କର 4 ସ୍ତ୍ରୀ ଧରାଯାଉ ତାଙ୍କର ହେଇଗଲା ଗୋଟେ ପୁଅ ସବୁ ଝିଅ ହେଇଗଲା ତେବେ ଶାଶୁ 4 ଜଣ ଶାଶୁ ଆମକୁ କଣ କହିଲେ ପୁଅ ଦରକାର ଯେତେ ପର୍ଯ୍ୟନ୍ତ ପୁଅ ନ ହେଇଛି ଟିଲ୍ କଣ୍ଟିନ୍ୟୁ ହଁ କି ନାଇଁ ତମେ ସେଇ କଥା କହିଲ ତ ଆଉ କଣ ଯଦି ହେଇପାରେ ହଁ ଏଇଟା ମଧ୍ୟ ଆମେ ଗୋଟେ ଦୃଷ୍ଟିରୁ ଦେଖିପାରିବା ହେଇପାରିବ ଜଏଣ୍ଟ ଫ୍ୟାମିଲିରେ ଆଉ କଣ ହେଇପାରେ ହ୍ୟାଲୋ ଜଏଣ୍ଟ ଫ୍ୟାମିଲି ହବା ଦ୍ୱାରା କେମିତି ପପୁଲେସନ ଜନସଂଖ୍ୟା କେମିତି ବଢିବ ଜନ୍ମ ହାର କେମିତି ବଢିବ ଭାବ ଟିକେ ଇଣ୍ଡିଆନ ସୋସାଇଟିରେ ରହୁଛ ତମର ଆ ସହିତ ବହୁତ ଫେସ୍ କରିଛ ଭଳିଆ ଇମ୍ପାକ୍ଟ ତମେ ଦେଖିଛ ଜେନେରେସନ ଜେନେରେସନ ବଢି ବଢି ଯିବ ତ ପପୁଲେସନ ଯୋଉ ବଢିବ ବାର୍ଥ ରେଟ୍ ଯୋଉ ବଢିବ ଜଏଣ୍ଟ ଫ୍ୟାମିଲି ସହିତ ଲିଙ୍କ କଣ ସେଟା ତ ଆମେ ଗୋଟେ ପଏଣ୍ଟ କହିଦେଲେ ନାଇଁ କୋଉ ଏବେ ଧରାଯାଉ ହଜବେଣ୍ଡ ୱାଇଫ ଆଫ୍ଟର ଲଙ୍ଗ ଟାଇମ ହଁ କୋଉଠି ଯାଇଥିଲ ଏବେ ଧରାଯାଉ ଏଠିକି ସମସ୍ତେ ଲକ୍ଷ୍ୟ ହଜବେଣ୍ଡ ୱାଇଫ ଘରେ କେହି ନାହାନ୍ତି ସେ 2 ଜଣ ବଟ୍ 2 ଜଣଙ୍କର ଜବ୍ ଅଛି ତ ଆଗେ ଯେବେ ତମେ ଟିକେ ଧରି ନେଇଥିବ 2ଜଣଙ୍କର ଜବ୍ ଅଛି ହଁ କି ନାଇଁ କହିଲ ହଁ ମାନେ ହଁ 2 ଜଣ ଅଛନ୍ତି ନା ଛୁଆଟାକୁ ମାନେ ଟାଇମ ହିଁ ନଥିବ ଆଉ କଣ ତା ଟାଇମ ପିଲାକୁ ସମ୍ଭାଳିବାକୁ ଯେହେତୁ ଜଏଣ୍ଟ ଫ୍ୟାମିଲି ବହୁତ ଲୋକ ଅଛନ୍ତି ଖାଲି ତ ଜନ୍ମ କରିଦେଲେ ହବ ନା ପ୍ରପର ଏଜୁକେସନ ହଜବେଣ୍ଡ ୱାଇଫ 2 ଜଣ ହଜବେଣ୍ଡ ୱାଇଫ ଯେହେତୁ 2 ଜଣ ତାପରେ ସେ ଯେତେବେଳେ ପ୍ଲାନିଂ ଟା କରିବେ ଆମେ 2 ଜଣ ଆମେ ତାକୁ କେୟାର କରିପାରିବୁ ନାହିଁ ସୋ ଅଧିକ ବଡ ହେଇଗଲେ ତାକୁ କେୟାର କରିପାରିବୁ କିନ୍ତୁ ଜଏଣ୍ଟ ଫ୍ୟାମିଲି ମିନ୍ସ ଆମେ ସବୁ ଅଛୁ ତାଙ୍କର ବି ଟେନସନ ସମ୍ଭାଳିବ ପିଲା ସମ୍ଭାଳିବ ତମେ ହଁ କି ନାଇଁ ପିଲା ତମେ ସମ୍ଭାଳିବ ସୋ ସେ ତା ଜବ୍ କରୁଛନ୍ତି ମାନେ ଏଜୁକେଟେଡ୍ କେୟାର ରଖିବେ ଆମେ ସେ ପଏଣ୍ଟ ଅଫ ଭ୍ୟୁ ଦେଖିଲେ ହେଇପାରିବ ତ ଆମେ କହୁଛୁ ଯେହେତୁ ଜଏଣ୍ଟ ଫ୍ୟାମିଲି ମୁଁ ତମକୁ ଗୋଟେ ଜବ୍ କରୁଛୁ ଗୋଟେ ଏକ୍ସାମ୍ପଲ ନେବି ଜଏଣ୍ଟ ଫ୍ୟାମିଲିରେ ତମେ ମୁଖ୍ୟତଃ ଦେଖିବ ଆହୁରି ବହୁତ ସାରା ସିଏ ଯୋଉ ଗୋଟେ ପଏଣ୍ଟ ଅଫ ଭ୍ୟୁ କହିଲେ ସେ ପଏଣ୍ଟ ଅଫ ଭ୍ୟୁ ହେଇପାରିବ ଜଏଣ୍ଟ ଫ୍ୟାମିଲିରେ ଡିଫରେଣ୍ଟ ମାଇଣ୍ଡ ସେଟ୍ ଥିବ ହଁ କି ନାଇଁ ଜଏଣ୍ଟ ଫ୍ୟାମିଲି ଯେହେତୁ କଣ ତମ ଏରାର ଜଏଣ୍ଟ ଫ୍ୟାମିଲି କି ତମ ପୂର୍ବରୁ ସେ ଜଏଣ୍ଟ ଫ୍ୟାମିଲି ବି ଥିବେ ସୋ ତମେ 4 ଜଣ ବୋହୁ ମିନ୍ସ 4 ଜଣ ଶାଶୁ ବି 3 ଜଣ ଶାଶୁ କିମ୍ବା 2 ଜଣ ଶାଶୁ ବି ହଁ କି ନାଇଁ ଆଉ 3 ଭାଇ ଥିବେ 3 ଭାଇର 3ଟା ଆଉ କଣ ତମ ମା ଥିବେ ହଁ କି ନାଇଁ ତମେ ତାଙ୍କ ବୋହୁ ମିନ୍ସ 3 ଜଣ ଶାଶୁ ଅଲଗା ଅଲଗା ଥିବେ 3 ଜଣଙ୍କର ମାଇଣ୍ଡ ସେଟ୍ ଅଲଗା ଅଲଗା ହେଇଥିବ ଜଣଙ୍କ ମାଇଣ୍ଡ ସେଟ୍ ଥିବ କଣ କମ ପିଲା ଜନ୍ମ କରିଥିବ ଆଉ 2ଟା ଶାଶୁଙ୍କ ମାଇଣ୍ଡ ସେଟ୍ ଥିବ ନା ଅଧିକ ପିଲା ଜନ୍ମ କରିବ ହଁ କି ନାଇଁ ସେମାନଙ୍କର ଇନଫ୍ଲୁଏନ୍ସ ବି ପଡିବ ହଁ କି ନାଇଁ ଏମିତି ବହୁତ ସାରା ଜିନିଷ ଅଛି ଯାହା ଦ୍ୱାରା କି ଜଏଣ୍ଟ ଫ୍ୟାମିଲିରେ କଣ ତ ଟିକେ ଅଧିକ ପିଲା ଜନ୍ମ କର ନା ହେଇଯାଆନ୍ତି ମାନେ ଆପେ ଆପେ କଣ ହେଇଯିବ ନା କଣ ବୁଝିଲ ଜଏଣ୍ଟ ଫ୍ୟାମିଲିରେ ଟିକେ ଏକ୍ସଟର୍ନାଲ ଇନଫ୍ଲୁଏନ୍ସ ଆମେ ତାକୁ କହୁ ଏକ୍ସଟର୍ନାଲ ଇନଫ୍ଲୁଏନ୍ସ ମିନ୍ସ କାହାର ଟିକେ ପ୍ରଭାବ ପଡେ ହଜବେଣ୍ଡ ୱାଇଫ ଛଡା ବାହାରୁ ଯାହା ବି ପ୍ରଭାବ ପଡେ ଦ୍ୟାଟ ଇଜ କଲ୍ଡ ଏକ୍ସଟର୍ନାଲ ଇନଫ୍ଲୁଏନ୍ସ ବୁଝିଲ ଏ 2 ଜଣ ଶିକ୍ଷିତ ଶିକ୍ଷିତ ହେଲେ ବି ତମେ ହଉ ତମ ଶାଶୁ
ତମେ ଏବେ କଣ ନା ତମେ ଶିଖିତ ନୁହଁ 1945 ସରି 45 ବହୁତ ଆଗରୁ 1975 ର ଲୋକ ତମର ଏଜୁକେସନ ଟିକେ କମ ହଁ କି ନାହିଁ ତମର ସେଇ ପ୍ରକାର ମାଇଣ୍ଡ ସେଟ୍ ଅଛି କଣ ମାଇଣ୍ଡ ବିଲିଫ୍ ଅଛି ଭଗବାନଙ୍କର ଏବେ ତମେ କିନ୍ତୁ ତାଙ୍କର ମା ନୁହଁ ତାଙ୍କ ମା ହଉଛି ସେ ଟିକେ ଏଜୁକେଟେଡ ସେ କହୁଛନ୍ତି ଠିକ ଅଛି ଯେତିକି ଅଛି ଠିକ ଅଛି ତମେ କହିଲ ହଁ ଠିକ ଅଛି ତମେ ତମ ଭଏସ ତାଙ୍କ ଉପରେ ଚଢେଇ କହୁଛି ଭଏସ ତମର ଲାଉଡର ହଉଛି ହଁ ଠିକ ଅଛି ଠିକ ଠିକ ଯେତେ ପର୍ଯ୍ୟନ୍ତ ବୟସ ଅଛି ସେତେ ପର୍ଯ୍ୟନ୍ତ କେମିତି ତମେ କହିବ ହଁ କି ନାଇଁ ଏଟା ଥରେ କହିଦେଇ ରହିଥାନ୍ତ ନା ବାରମ୍ବାର ବାରମ୍ବାର କହି ତ କନସିକ୍ୱେନ୍ସ କଣ ହେଲା ଦେଖିବ କନସିକ୍ୱେନ୍ସ କଣ ହେଲା ବୁଝିଲେ ଏ ବହୁତ ସାରା ପ୍ରକାର ଏକ୍ସଟର୍ନାଲ ଇନଫ୍ଲୁଏନ୍ସ ଆସିପାରିବ ଯାହା ମାଧ୍ୟମରେ କଣ ହବ ବାର୍ଥ ରେଟ୍ ଇନକ୍ରିଜ ହବ ନା ଜଏଣ୍ଟ ହଁ କି ନାଇଁ ଓକେ ଏବେ ଆମେ ଏଠି ପଳେଇ ଆସିବା ଲୋ ଡେଥ୍ ରେଟ୍ କମିବାର ଲିମା ଫାଷ୍ଟ ରେ କଜେସ୍ କହିଲେ ଇମ୍ପ୍ରୁଭମେଣ୍ଟ ଅଫ ମେଡିକାଲ ଫ୍ୟାସିଲିଟିଜ how improvement of medical facility is responsible for low death rates medical facility improve ହେଇଯିବା ଦ୍ୱାରା କେମିତି death rate ବଢି ଯାଇଛି ମତେ କହିଲ ଅଲଗା କରୁଛନ୍ତି ସହ ଅଧିକ death rate ବଢୁଛି କି ନାହିଁ କଣ ପାଇଁ ବଢୁଛି କମ ହଉଛି ତାହେଲେ ମୃତ୍ୟୁ ହାର ଲୋକ ମରୁଥିଲେ ଏବେ କମ ମରୁଛନ୍ତି ସେ କହୁଛନ୍ତି ଆଗରୁ ବହୁତ ଶହେରେ 20 ଜଣ ମରିଯାଉଛି 50 ଜଣ 25 ଜଣ ମରିଯାଉଥିଲେ ଏବେ ମରୁଛନ୍ତି 10 ଜଣ ତ ରେଟ୍ ଟା କମିଛି କି ନାହିଁ ଶହେରେ ଆଗରୁ ମରୁଥିଲେ 25 ଜଣ ଏବେ ମରୁଛନ୍ତି 10 ଜଣ ତ ରେଟ୍ ଅଫ ଡେଥ୍ ରେଟ୍ ଟା କମୁଛି କାହିଁକି କମୁଛି ମୁଁ ଯେତେବେଳେ ପଚାରିଲି ସେ ମତେ ଫାର୍ଷ୍ଟ ପଏଣ୍ଟ କହିଥିଲେ ମେଡିକାଲ ଫାସିଲିଟି ଇମ୍ପ୍ରୁଭମେଣ୍ଟ ହେଇଛି ଆଗରୁ ମେଡିକାଲ ରେ ଏମିତି ସିଷ୍ଟମ ନଥିଲା ଏତେ ଏଫିସିଏଣ୍ଟଲି ଟ୍ରିଟମେଣ୍ଟ ହେଇପାରୁନଥିଲା ସବୁ ପେସେଣ୍ଟ ମାନେ ମରିଯାଉଥିଲେ ବଟ୍ ବର୍ତ୍ତମାନ ଟ୍ରିଟମେଣ୍ଟ ର ଇମ୍ପ୍ରୁଭମେଣ୍ଟ ହେଲାଣି ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହେଲାଣି ମେଡିସିନ ଇକ୍ୱିପମେଣ୍ଟ ଏସବୁର ଡେଭଲପମେଣ୍ଟ ହେଲାଣି ହଁ କି ନାହିଁ ଦେନ୍ ଆମର ରିଜନାଲ ହସ୍ପିଟାଲ ସବୁ ଆସିଲାଣି ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଭିତରେ ଆମେ କନସିଡର କରିବା ସେଥିପାଇଁ କଣ ହଉଛି ଟିକେ ଟିକେ ରୋଗ ବି ଭଲ ହେଇଯାଉଛି ଆଉ ଏବେ ବର୍ତ୍ତମାନ ଟିକେ ଟିକେ ରୋଗ ମିନ୍ସ କୋଉଠି ନା ଗ୍ରାମାଞ୍ଚଳରେ ଭଲ ହେଇଯାଇପାରୁଛୁ ଦେନ୍ ଆମେ ଟିକେ ବଡ ରୋଗ ହେଲେ ଆମେ ତାକୁ କଣ କରିପାରୁଛୁ କମ୍ୟୁନିକେସନ ସିଷ୍ଟମ ବି ହେଇଗଲାଣି ତମେ କହିଥାନ୍ତ କମ୍ୟୁନିକେସନ ସିଷ୍ଟମ ବି ହେଇଗଲାଣି ଯାହା ଫଳରେ କି ଆମେ ସାଙ୍ଗେ ସାଙ୍ଗେ କଣ କରିପାରୁଛୁ ନା ଆମ୍ବୁଲାନ୍ସ ଥ୍ରୁରେ ନେଇ ଆସିପାରୁଛୁ ତାକୁ ବଡ ହସ୍ପିଟାଲ ଲାଇକ ସିବି ଏମ୍ସ ଆପୋଲୋ ଏମିତି ସବୁ ନେଇ ଆସିପାରୁଛୁ ଦେନ୍ ଆମେ ସେଟାକୁ ଆରାମସେ ଭଲ ପାଇପାରୁଛୁ ହଁ କି ନାଇଁ ବର୍ତ୍ତମାନ କ୍ୟାନ୍ସର ବି କ୍ୟୁରେବଲ ହେଇଗଲା ହଁ କି ନାଇଁ ଆଗରୁ ସାମାନ୍ୟ ଟିକେ ଜ୍ୱର ହେଇଗଲେ ଲାଇକ ମ୍ୟାଲେରିଆ ହେଇଗଲେ ବି ବହୁତ ଲୋକ ମରିଯାଉଛି ମ୍ୟାଲେରିଆ ହେପାଟାଇଟିସ ବି ଦେନ୍ ପୋଲିଓ ତ ମରନ୍ତି ନାହିଁ ପୋଲିଓ ମାନେ ବହୁତ କଷ୍ଟ ପାଆନ୍ତି ଟାଇଫଏଡ ରେ ବହୁତ ଲୋକ ମରିଯାନ୍ତି ହଇଜା ତ ବର୍ତ୍ତମାନ ନାହିଁ ଆଉ ବଟ୍ ବର୍ତ୍ତମାନ କ୍ୟାନ୍ସର ଭଳି ରୋଗ ବି କ୍ୟୁରେବଲ ହେଇଗଲାଣି ଅବଶ୍ୟ ଫୋର୍ଥ ଷ୍ଟେଜ ଟା ହେଲେ ତମେ ବହୁତ କ୍ୟୁରେବଲ ହବା ପାଇଁ ବହୁତ କଷ୍ଟ କିନ୍ତୁ କ୍ୟୁରେବଲ ହେଇଯାଉଛନ୍ତି ବ୍ଲଡ କ୍ୟାନ୍ସର ଭଳିଆ ରୋଗ ବି ବର୍ତ୍ତମାନ ଭଲ ହେଇଗଲାଣି ବ୍ଲଡ କ୍ୟାନ୍ସର ଭଲ ହଉନି ଭଲ ହଉନି ନାଇଁ ବ୍ଲଡ କ୍ୟାନ୍ସର ବି ଭଲ ହେଇଯାଉଛି ତମେ କହିବ ଫୋର୍ଥ ଷ୍ଟେଜ ରେ ପହଞ୍ଚିଲା ପରେ ଭଲ ହବାଟା 99% ନା ଭଲ ହବ ନା 1% ଚାନ୍ସ ଅଛି ବୁଝିଲ ତଥାପି ବ୍ଲଡ କ୍ୟାନ୍ସର ଫାର୍ଷ୍ଟ ଷ୍ଟେଜରେ ସେକେଣ୍ଡ ଷ୍ଟେଜରେ ଭଲ ହେଇଯାଉଛି ମାନେ କଣ 100 ଜଣ ପେସେଣ୍ଟ ଭିତରୁ 50 ଜଣ ମରୁଛନ୍ତି 50 ଜଣ ଭଲ ହଉଛି ଏଭଳିଆ ହଉଛି କଥା ତମେ କଣ ଭଲ ହଉଛି ମାନେ ସବୁ ଭଲ ହେଇଯିବେ କି ସବୁ ତ ଭଲ ହେବେନି କ୍ୟାନ୍ସର କଣ ସବୁ ଭଲ ହେଇଯିବ 50% ଭଲ ହେଇଗଲେ ଆମେ କହିବା ଭଲ ହେଇଯାଉଛି ବୁଝିଲ ଆଗରୁ ତ ସବୁ ମରିଯାଉଛି ବୁଝିଲ ଆଗରୁ ସବୁ ମରିଯାଉଥିଲେ 50 ଜଣ ତ ଆଟଲିଷ୍ଟ ବଞ୍ଚୁଛନ୍ତି ତ ଆମେ ତାକୁ କହିପାରିବା କ୍ୟୁରେବଲ ଡିଜିଜ ଟିକେ ହୋପ ରଖିପାରିବା ହଁ କ୍ୟାନ୍ସର ମାନେ ଭଲ ହେଇଯିବାର ଚାନ୍ସ ଅଛି ହଁ କି ନାଇଁ ଚାନ୍ସ ଅଛି ମିନ୍ସ ତ ଇମ୍ପ୍ରୁଭମେଣ୍ଟ ଅଫ ମେଡିକାଲ ଫ୍ୟାସିଲିଟି ହବା ଦ୍ୱାରା ଆମେ ଜାଣିଲେ ଯେ କଣ ନା ଡେଥ୍ ରେଟ୍ କମିଗଲା ହଁ କି ନାଇଁ ସେଇ ଇମ୍ପ୍ରୁଭମେଣ୍ଟ ଅଫ ମେଡିକାଲ ଫ୍ୟାସିଲିଟି ହବା ଦ୍ୱାରା ମଧ୍ୟ ବର୍ଥ ରେଟ୍ ବି କମିବ କେମିତି କମିବ ମତେ କହିଲେ ଆମେ ସେ ପଏଣ୍ଟ ଲେଖିନେ ବଟ୍ ଲେଖିପାରିବା ଇମ୍ପ୍ରୁଭମେଣ୍ଟ ଅଫ ମେଡିକାଲ ଫ୍ୟାସିଲିଟି ମଧ୍ୟ କଜ୍ ହେଇପାରିବ ଫର କଣ ଲୋ ବର୍ଥ ରେଟ୍ ଜନ୍ମ ହାରକୁ କମେଇବାରେ ସେଟା ମଧ୍ୟ ଗୋଟେ କଜ୍ ହେଇପାରିବ
ଆମେ ପଢିଛେ ଜନ୍ମହାର ବଢିବା ହଁ କି ନାହିଁ, ସେଥିପାଇଁ ଆମେ ଲେଖିନି ଜନ୍ମହାର କମେଇବେ ଯୋଉ କଥା ଆମେ କହିବା ସେଟା ମଧ୍ୟ ଗୋଟେ କଜ ହେଇପାରିବ। କେମିତି? ବା ଲ୍ୟାକ୍ ଅଫ ମେଡିକାଲ ଫ୍ୟାସିଲିଟି ଗୋଟେ କଜ ହେଇପାରିବ, ରିଜନ ହେଇପାରିବ ଫର ହାଇ ବାର୍ଥ, ଲ୍ୟାକ୍ ଅଫ ମେଡିକାଲ ଫ୍ୟାସିଲିଟି। ଏବେ ଅଂଶୁମାନ ର ସରି ଶିଖୁନି କାହ୍ନା, ଏବେ କାହ୍ନା ଆଉ ତାଙ୍କ ସ୍ତ୍ରୀ ସେ କଣ କଲେ ନା ଯେହେତୁ ମେଡିକାଲ ସିଷ୍ଟମ ନାହିଁ, ଏବେ ମତେ କୁହ ଯେହେତୁ ମେଡିକାଲ ସିଷ୍ଟମ ନାହିଁ ଏବେ ଏଟା କୋଉଠି ହବ? ଘରେ। ଏବେ ଗୋଟେ ଘରେ ହବ, ଘରେ ସିକ୍ୟୁର ସେଟା, ଘରେ ସିକ୍ୟୁର କି? ବୁଝିପାରିଲ ନାଇଁ? କଣ ହେଲା? କଣ ହେଲା ମତେ କୁହ। ଲ୍ୟାକ୍ ଅଫ ମେଡିକାଲ ଫ୍ୟାସିଲିଟି କାହାର ଅପୋଜିଟ ହବ? ଲ୍ୟାକ୍ ଅଫ ମେଡିକାଲ ଫ୍ୟାସିଲିଟି ପାଇଁ ହାଇ ବାର୍ଥ ହବ ନାହିଁ ତ? ହବ କୋଉଠି? ହବ ନହେଲେ କମିଯିବ। ଲେଖିଲେ ଇମ୍ପ୍ରୁଭମେଣ୍ଟ ମେଡିକାଲ କମିଗଲା ଡେଥ୍ ରେଟ୍। ତେବେ ମତେ କୁହ କେମିତି ହବ ହାଇ ବାର୍ଥ ରେଟ୍ ପାଇଁ ଲ୍ୟାକ୍ ଅଫ ମେଡିକାଲ ଫ୍ୟାସିଲିଟି ଗୋଟେ ପ୍ରକାର କାରଣ। ଯେତେବେଳେ ମେଡିକାଲ ଫ୍ୟାସିଲିଟି ନାହିଁ ସେ ଦୁଇ ଜଣଙ୍କ ପାଖରେ ହବନି, ତାଙ୍କ ଧର ସିଏ ୱାଇଫ୍ ତାଙ୍କ ଡେଲିଭରିଟା କୋଉଠି ହବ? ଘରେ ହବ। ଆଉ ଘରେ ହେଲେ କଣ କମ୍ପ୍ଲିକେସନ ହବାର ଚାନ୍ସ ଅଧିକ, ଆଉ ପିଲା ମରିଯିବାର ଚାନ୍ସ ଅଧିକ କିମ୍ବା ମା ମରିଯିବାର ଚାନ୍ସ ଅଧିକ, ହଁ କି ନାଇଁ? ହସ୍ପିଟାଲରେ ସିନା ହେଲେ ଡେଲିଭରିଟା କଣ ନା ସିମ୍ପଲ ୱେରେ ହବ, ହୁଏତ ନର୍ମାଲ ହେଇପାରେ ନହେଲେ ସିଜେରିଆନ ହେଇପାରେ। ଆଉ ଘରେ ସିଜେରିଆନ ଚାନ୍ସ ନାହିଁ, କଣ ସେଟା ଅଛି ସିଜେରିଆନ ଅପରେସନ କରିବେ? ବୁଝିଲେ? ସିଜେରିଆନ ଚାନ୍ସ ଯଦି କୌଣସି କମ୍ପ୍ଲିକେସନ ହେଲା ଆଉ ପିଲା ମରିବାର ସିଓର, ହଁ କି ନାଇଁ? ତାପରେ ଯଦି କମ୍ପ୍ଲିକେସନ ନହେଲା ତ ନର୍ମାଲ ହବ। ନର୍ମାଲ ହେଲେ ବି ଏତେ ପେନ୍ ଯେ ସେଟା ହୁଏ, କାରଣ ତମେ ଜାଣିଛ କି ଜାଣିନ ମୁଁ ଜାଣିନାହିଁ, ଦୁନିଆର ସେକେଣ୍ଡ ପୁରା ଅଲ୍ ପୁରା ୟୁନିଭର୍ସ ର ସେକେଣ୍ଡ ପେନ୍ ହଉଛି ବେବି ବର୍ଥ ବା ପିଲା ଜନ୍ମ କରିବା ବେଳେ ଯୋଉ କଷ୍ଟ। ସେକେଣ୍ଡ ପେନ୍, ଫାର୍ଷ୍ଟ ପେନ୍ କଣ ଗୋଟେ ପଚାର? ପଚାର। ଜାଣିନି। ଜଣା ନାହିଁ। ଦୁନିଆର ଫାର୍ଷ୍ଟ ପେନ୍ କଣ? ସବୁଠୁ ମାନେ ଟଫେଷ୍ଟ ପେନ୍ କଣ? କରେଣ୍ଟ। ତାର ସିନୋନିମ୍ସ ଆମେ କହିପାରିବୁ ବର୍ନିଂ, ଜଳିଯିବା, ବଡିରେ ନିଆଁ ଲାଗିବା। ବଡିରେ ନିଆଁ ଲାଗିବାଟା ହଉଛି ଫାର୍ଷ୍ଟ ପେନ୍। ସେକେଣ୍ଡ ପେନ୍ ହଉଛି ବେବିକୁ ବାର୍ଥ କରିବ, ପିଲା ଜନ୍ମ କରିବ, ସେକେଣ୍ଡ ପେନ୍। ସେ ପେନ୍ ଟା ସେ ଘରେ ସହିବ। ହସ୍ପିଟାଲରେ ତାଙ୍କୁ ଦିଆଯିବ କଣ ଇଞ୍ଜେକ୍ସନ ମାଧ୍ୟମରେ ତାଙ୍କ ପେନ୍ ଟାକୁ କ୍ଲିୟର କମାଯିବ। ଯଦି ଆମେ ଘରେ ତାଙ୍କୁ ପିସି ପେନ୍ କିଲର ଦେବେ ନା ଆନାସ୍ଥେସିଆ ଦେବେ ସିଏ? ସୋ ଆପଣ କଣ ବହୁତ କମ୍ପ୍ଲିକେସନ ହୁଏ, ବହୁତ ମରିଯାଆନ୍ତି। ସେଇ ମରିଯିବା ଭୟରେ, କିଏ ମରିଯିବା ଭୟରେ? ପିଲା ମରିଯିବା ଭୟରେ ଯଦି ସବୁ ବି ମରିଗଲା ତ ଗଲା ଆଉ ତ ମାନେ ତାପରେ ବି ତାର ଅମ୍ବିଲିକାଲ କର୍ଡ କାଟିବା, ଅମ୍ବିଲିକାଲ କର୍ଡ ଜାଣିପାରୁଥିବ, ଆଉ କାଟିବା ତାପରେ ପର୍ଯ୍ୟନ୍ତ ତାର ଟ୍ରିଟମେଣ୍ଟ ଠିକ ସେ ରଖିବା, ଏସବୁ ହସ୍ପିଟାଲରେ ପସିବ, ହଁ କି ନାହିଁ? କିମ୍ବା ବାଇଚାନ୍ସ ପ୍ରି ମେଚ୍ୟୁର ବେବି ହେଇଗଲା, 7 ମାସ ପିଲା ଜନ୍ମ ହେଇଗଲା, ହସ୍ପିଟାଲ ଫ୍ୟାସିଲିଟି ତ ନାହିଁ, ରହିବ କେମିତି? ରହିପାରିବନି। ମରିଯିବ, ପୁଣି ବର୍ଷେ ପର୍ଯ୍ୟନ୍ତ ପିଲାର ଠିକ କେୟାର ନବା ବହୁତ ଇମ୍ପୋର୍ଟାଣ୍ଟ ନା। ତେଣୁ ମେଡିକାଲ ଗଲେ ସେ ମେଡିକାଲ ଯୋଉ ନର୍ସ ଥିବେ ଡକ୍ଟର ଥିବେ ତାଙ୍କୁ ବୁଝେଇକି ଛାଡିବେ ତୁମେ ଏଭଳିଆ କେୟାର ନବ। ତ ହସ୍ପିଟାଲ ନାହିଁ, ଲ୍ୟାକ୍ ଅଫ ମେଡିକାଲ ସିଷ୍ଟମ, ହସ୍ପିଟାଲ ନାହିଁ। ତ ଆଗରୁ ସେଇଥିପାଇଁ ପିଲା ଏକରୁ ସରି 0 ରୁ 1 ବର୍ଷ ମଧ୍ୟରେ ବହୁତ ପିଲା ମରିଯାଉଛି। ପେରେଣ୍ଟସ ମାନଙ୍କୁ ତାଙ୍କର ଠିକ ସେ କେୟାର ନେବା ଜଣା ନଥିଲା। ଜଣା ନଥିଲା ମାନେ ତାଙ୍କୁ କେହି ଜଣେଇବା ଲୋକ ନଥିଲେ, ବୁଝିଲ? ଜଣା ନଥିଲା ମାନେ ତାଙ୍କୁ କେହି ଜଣେଇବା ଲୋକ ନଥିଲେ, ମିନ୍ସ ଲ୍ୟାକ୍ ଅଫ ମେଡିକାଲ। ଯେହେତୁ ପିଲା ମରି ଯାଉଥିଲା ସେଥିପାଇଁ ସେମାନେ ଲ୍ୟାକ୍ ଅଫ ଏଜୁକେସନ ହେଇପାରିବ। ଲ୍ୟାକ୍ ଅଫ ଏଜୁକେସନ ତୁମେ ଆଉ ଗୋଟେ ସହିତ ଯୋଡି ପାରିବ କଣ? ଆଗରୁ ତମେ ଯେତେବେଳେ ତମ ସ୍ତ୍ରୀ କହିବ ଚାଲ ହସ୍ପିଟାଲ, ସେ ଯିବେ ନା, କାହିଁକି? ସେ କହିବେ ଏଠି ଫିମେଲ ଡକ୍ଟର ଦରକାର, ସେ କହିବେ ଏଠି ମତେ ଫିମେଲ ଡକ୍ଟର ଦରକାର। କିନ୍ତୁ ତମେ ତ ନିଜ ସୋସାଇଟିରେ କହୁଛ ଫିମେଲ ମାନଙ୍କୁ ପଢାଅ, ଡକ୍ଟର କଣ ଫିମେଲ ଡକ୍ଟର କଣ ଭଗବାନ କରି ଛାଡିବେ ନା କଣ? ଫିମେଲ ଡକ୍ଟର ଯାଅ ଆମେ ସୋସାଇଟି ହିଁ କରିବ କି ନାହିଁ? କହିବ ଝିଅ ମାନଙ୍କୁ ପଢେଇବାନି, ସ୍ତ୍ରୀର ଡେଲିଭରି ହବ ଫିମେଲ ଡକ୍ଟର ଦରକାର, କଣ ଜନ୍ମ ହେବେ ନା ପସିବଲ? ମାନେ କଣ ମାଇଣ୍ଡ ସେଟ ଥିଲା? ତମେ ଯଦି ତାଙ୍କ ମାନେ ମାଇଣ୍ଡ ସେଟ ଭାବିବ ମାନେ କଣ ଭାବୁଛ? ପଢେଇବ ନାହିଁ
15-16 ବର୍ଷ ହେଇଗଲା ଝିଅକୁ ବାହା କରିଦବୁ ତ ଗୋଟେ ଫିମେଲ ଡକ୍ଟର ଦରକାର। ବୁଝିଲ? ତେବେ ପିଲାମାନେ ବି ଆଗରୁ ମରି ଯାଉଥିଲେ ବହୁତ, ଯେହେତୁ ମରି ଯାଉଥିଲେ ଅଧିକ ଜନ୍ମ କରିବା ପାଇଁ ପଡୁଥିଲା ନା, ହଁ କି ନାଇଁ? ଫର ବ୍ୟାକଅପ୍ ଆମେ ଗତ କ୍ଲାସ ପଢି, ବୁଝିଲେ କି ନାଇଁ? ଆଉ ଗୋଟେ ମଧ୍ୟ ଫ୍ୟାକ୍ଟର ମୁଁ ଛାଡି ଯାଇଥିଲି, ଆସ୍ତେ ଆସ୍ତେ ତାର ସହିତ ସବୁ କନେକ୍ସନ ଅଛି। ଏଇଟା କିନ୍ତୁ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର, ତମେ ଲେଖିବ। ଲେଖ ମେଡିକାଲ ଫାସିଲିଟି ନ ଲେଖ, କାରଣ ଆମେ ଏଥିରେ ଲେଖୁଛେ ଇମ୍ପ୍ରୁଭମେଣ୍ଟ ମେଡିକାଲ ଫାସିଲିଟି, ତାର ଅପୋଜିଟ ସାଇଡ ଜଣା ପଡିବ। କିଛି ଜାଣିନବ, ସବୁ ଲେଖିବା ଦରକାର ନାହିଁ। କ୍ଲାଇମେଟିକ ଫ୍ୟାକ୍ଟର ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ, ଆଉ ଏଇଟା ଆକ୍ଚୁଆଲି ଫାଷ୍ଟ ରହିବା। କ୍ଲାଇମେଟିକ ଫ୍ୟାକ୍ଟର ମୁଁ ଯେତେବେଳେ ବି ଯୋଉଠି ପଢାଏ ଏଇଟା ଫାଷ୍ଟ ପଏଣ୍ଟ ଲେଖେ କ୍ଲାଇମେଟିକ। ଏବେ ମତେ କୁହ କ୍ଲାଇମେଟିକ ଫ୍ୟାକ୍ଟର କେମିତି ରେସ୍ପନ୍ସିବଲ ଫର ହାଇ ବାର୍ଥ ରେଟ୍। ହାଇ ବାର୍ଥ ରେଟ୍ କଥା, ଲୋ ଡେଥ୍ ରେଟ୍ କଥା ଆମେ ପଢୁନା, ବୁଝିଲ? ହାଇ ବାର୍ଥ ରେଟ୍ ଏଠି ଦୁଟା ପଏଣ୍ଟ ଛାଡି ଦେଇଥିଲେ, ଏବେ ଟିକେ କୁହ। କାହ୍ନା ଆମେ କହିବେ, କାରଣ କାହ୍ନା କ୍ଲାଇମେଟିକ ଫ୍ୟାକ୍ଟର ସହିତ ପୁରା ଜଡିତ। କୁହ, କାହ୍ନାଙ୍କର ଏକ୍ସପିରିଏନ୍ସ ମଧ୍ୟ ଅଛି ନା ନାଇଁ? କାହ୍ନା ନା, ମୁଁ ସେଥିପାଇଁ କହିଲି। ଅଂଶମାନ ଇମନ ତ କହିଦେବେ, ମୁଁ ପଚାରିଲି ସେଥିପାଇଁ ତା ପଚାର। ତମେ କ୍ଲାଇମେଟିକ ଫ୍ୟାକ୍ଟର କେମିତି ରେସ୍ପନ୍ସିବଲ ଫର ହାଇ। ହୁଁ, ଷ୍ଟ୍ରଙ୍ଗ କନେକ୍ସନ ଅଛି। କ୍ଲାଇମେଟିକ ଫ୍ୟାକ୍ଟର ହାଇ ବାର୍ଥ ରେଟ୍ ସହିତ ଆଉ କାହା ସହିତ ରହିବ? ଓକେ, କ୍ଲାଇମେଟିକ ଫ୍ୟାକ୍ଟର गर्ल्स ମାନଙ୍କର ମ୍ୟାଚୁରିଟି ସହିତ। ଏବେ ମତେ କନେକ୍ସନ କରି କୁହ, गर्ल्स ମାନେ କୁହ, ବଏଜ। ଜିଓଗ୍ରାଫିରେ ପଢିଥିବ ଆମ ଇଣ୍ଡିଆ ଟା କୋଉ ରିଜିୟନ ରେ ଅଛି? ନା ଅତି ଗରମ, ନା ଅତି ଥଣ୍ଡା, ତାକୁ ଆମେ କହୁ ନାତିଶୀତୋଷ୍ଣ ଟ୍ରପିକାଲ ରିଜିୟନ। ଆମେ ଯଦି ଆମେ ବିଷୁବ ରେଖାକୁ ନେଇକି କନସିଡର କରିବା, ବଟ ଆମେ ଯଦି କୋଲ୍ଡ ୱାର୍ମ କୁ ନେଇ କନସିଡର କରିବା, ଗରମ ଥଣ୍ଡାକୁ ନେଇ କନସିଡର କରିବା, ନା ନା ବେଶୀ ଗରମ ନା ବେଶୀ ଥଣ୍ଡା, ବୁଝିଲ? ମିଡିଲ ରିଜିୟନ ଆମେ ଓଡିଆରେ କହୁଛୁ କ୍ଲାସିକାଲ କଣ, ନାତିଶୀତୋଷ୍ଣ, ନା ଶୀତ ନା ବେଶୀ ଉଷ୍ଣ, ସେଥିପାଇଁ ଆମେ ତାକୁ ସନ୍ଧିବିତ କରିବୁ ନାତିଶୀତୋଷ୍ଣ ଏରିଆରେ ବା ଅଞ୍ଚଳରେ ଆମେ ଅଛୁ। ସେଇଟା ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରେ गर्ल्स ମାନଙ୍କର ମେଚୁରିଟି, ବଏଜ ମାନଙ୍କର ମେଚୁରିଟି ପ୍ଲେ କରେ, କିନ୍ତୁ ସେଟା ବଏଜ ମାନଙ୍କର ଦେଖାଯାଏନି। କାହିଁକି ଦେଖାଯାଏ? ବେଶୀ ଜିନିଷ ମୁଁ ଏଠି କହିପାରିବି ନାହିଁ, ତମକୁ ହାଲକା ସେ କହିବି। ପ୍ରସ୍ତୁତିରେ ଏଇଟା ପୁରା ଆ ଉପରେ ଗୋଟେ ଟପିକ ଅଛି, 200 ମାର୍କ ର ଗୋଟେ କ୍ୱେଶ୍ଚନ 200 ମାର୍କ ନୁହଁ, ଆହାରି ଉପରେ ଗୋଟେ ଟପିକ ଟା ଯୋଉଟା 200 ମାର୍କ ପଡିବ, ବୁଝିଲ? ପପୁଲେସନ ପଲିସି ଆଉ ଡେମୋଗ୍ରାଫିକ ଫିଚର୍ସ ପୁରା ଅଛି। ଫିଚର ମାନେ ଖାଲି କ୍ୟାରେକ୍ଟରିଷ୍ଟିକ୍ସ ନୁହଁ, ସବୁ ଜିନିଷ ଜାଣିତେ ରହିବ। ମତେ ଯେ ଇକୋନୋମିକ୍ସ ନବ ସିଏ ପଢିବ, ଏଠି ହାଲକା ପଢିବ। ହଁ କୁହ, କେମିତି ଯୋଉ ନାତିଶୀତୋଷ୍ଣ ରିଜିଅନ ମିଡିଲ ଏରିଆରେ ଅଛୁ ଆମେ, ସେଟା କେମିତି ମେଚୁରିଟି କ୍ଷେତ୍ରରେ ଇମ୍ପାକ୍ଟ ପକଉଛି? ହୁଁ, ମତେ ଫାଷ୍ଟ କହିଲ, ନାଇଁ ସେ ମତେ ଫାଷ୍ଟ କହିଲ କ୍ଲାଇମେଟିକ ଫ୍ୟାକ୍ଟର ଟା ଫର୍ଟିଲିଟି କ୍ଷେତ୍ରରେ ଇମ୍ପାକ୍ଟ ପକାଏ ନା ପକାଏ ନାହିଁ? ମାନେ କ୍ୱେଶ୍ଚନ ଫାଷ୍ଟ ବଏଜ ମାନଙ୍କୁ, କ୍ଲାଇମେଟିକ ଫ୍ୟାକ୍ଟର ଟା ପିଲା ଜନ୍ମ କରିବାର କ୍ଷମତାକୁ ପ୍ରଭାବିତ କରେ ନା କରେ ନା? ମତେ ଲାଗୁଛି ଆଠୁ ଆଉ ମାନେ ଡାଇରେକ୍ଟ ସେଟା ତମକୁ ମେଚୁରିଟି ପଚାରିଥିଲି, ଏବେ ତମକୁ ଡାଇରେକ୍ଟ ପଚାରିବି। ମିଚ୍ୟୁର ମାନେ ତମେ ପିଲା ଜନ୍ମ କରିବା ପାଇଁ ସକ୍ଷମ ହେଇଗଲ, ତମ ସ୍ପର୍ମ ରେଡି ଇଜାକୁଲେସନ, ବୁଝିଲ? ମତେ ଏବେ କୁହ କ୍ଲାଇମେଟିକ ଫ୍ୟାକ୍ଟର ଟା ଇମ୍ପାକ୍ଟ ପକାଏ ନା ପକାଏ? ପକାଏ, କେମିତି? କ୍ଲାଇମେଟିକ, ହଁ କ୍ଲାସ ଟାଇମରେ ପଢା ହେଇଥିଲା, ରିପ୍ରୋଡକ୍ସନ ପାର୍ଟରେ ତମର ପଢା ହେଇଥିଲା, ଜନନ, 20 ତମର ଥିବ ଜନନ।
ह्यूमन एनाटॉमी का मतलब कि तावर साइंस कोचिंग के नहीं थी ह्यूमन एनाटॉमी जब पढ़ा तो फिर आउरी पे क्लियर हे जे हम मतलब को से ओके क्लाइमेट इफेक्ट केमिति कोन पकाय टिके किछि टेम्परेचर मेंटेन टेम्परेचर मेंटेन करा हां तुम जो टेम्परेचर मेंटेन କଥା କହୁଛ আমি जो तुम ଗୋଟେ ୱାର୍ड म्हणतो क्लोनिंग 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 ଜାଣିନ टेस्ट बेबी ମାନେ କଣ टेस्ट क्लोनिंग इज ए प्रोसेस ଯାହା ମାଧ୍ୟମରେ टेस्ट बेबी କରାଯାଏ टेस्ट बेबी ମାନେ କଣ टेस्ट बेबी କଣ ଏ ଯୋଉ ଆମର ଯୋଉ ବ୍ରଏଲର କୁକୁଡ଼ା ତମେ ଖାଉଛ କଣ ସେଟା टेस्ट बेबी ସେଟା अंडा को डायरेक्ट फटा नहीं ସେମାନେ अंडा ହୁଅନ୍ତିନି ବ୍ରଏଲର କୁକୁଡ଼ା अंडा ହୁଅନ୍ତିନି ଆମେ ଯୋଉ अंडा ଖାଉଛେ ସେମାନେ ସବୁ କୋଉ କୁକୁଡ଼ାର अंडा ଦେଶୀ କୁକୁଡ଼ା ନା ଅଣ୍ଡା କୁକୁଡ଼ା ଆମେ ଯୋଉ ଖାଉଛେ କେହି କେହି ତମ ଭିତରେ ଆଇଡିଆ ଅଛି ଯୋଉ ବ୍ରଏଲର କୁକୁଡ଼ାର ତା ସେ ସିଷ୍ଟମ ହିଁ ନାହିଁ ଅଣ୍ଡା ଦବାର ଏଟା ମେଲ ନୁହେଁ କି ଫିମେଲ ନୁହେଁ ସେ ଅଣ୍ଡାରୁ ଆସିନି ବ୍ରଏଲର କୁକୁଡ଼ା ଟେଷ୍ଟ ପାଇଁ କିଛି ରନିଂ ସିଷ୍ଟମ ହେଇଛି ବୁଝିଲ ଆଉ ତାକୁ ମାଂସ ପାଇଁ ତିଆରି କରାଯାଇଛି 15 ଦିନ କୁକୁଡ଼ା ବଢିକି ଏତେ ଗୋଟେ ହେଇଛି ବୁଝିଲ କିନ୍ତୁ ସେଥିରେ କିଛି ରିଚ୍ ଇନ୍ ପ୍ରୋଟିନ ନାହିଁ ବ୍ରଏଲର କୁକୁଡ଼ା ରିଚ୍ ଇନ୍ ପ୍ରୋଟିନ କଣ ସେଟା ମାସ୍ ପାଇଁ ଅଲରେଡି ପ୍ରଡ୍ୟୁସ କରାଯାଇଛି ମାଂସ ପାଇଁ ଅଲରେଡି ପ୍ରଡ୍ୟୁସ କରାଯାଇଛି ବୁଝିଲ ସେଟା ରେଡ୍ ମିଟ୍ ଭିତରେ ଯିବ ନାହିଁ ଆମେ ଯୋଉ ଅଣ୍ଡା ଖାଉଛୁ ଲେୟର କୁକୁଡ଼ା ବୁଝିଲ ଯେ ପଚାରିବ ତମକୁ କହିବ ବ୍ରଏଲର କୁକୁଡ଼ା କହିବ ବୁଝିଲ ବ୍ରଏଲର କୁକୁଡ଼ା ସିଷ୍ଟମ ନାହିଁ ଆଉ ଦେଶୀ କୁକୁଡ଼ା ବି କହିବନି ଦେଶୀ କୁକୁଡ଼ା ଅଣ୍ଡା ଅଲଗା ଲେୟର କୁକୁଡ଼ା ପା ଲେୟର ସେଟା କେବଳ ଅଣ୍ଡା ପାଇଁ ହିଁ କରାଯାଏ ଲେୟର କୁକୁଡ଼ା ତା ମାଂସ ପାଇଁ କରାଯାଏ ତା ମାଂସ ବିକ୍ରି ହୁଏ ନାହିଁ କେବଳ ଅଣ୍ଡା ପାଇଁ କରାଯାଏ ବୁଝିଲ ଗୋଟେ ଦିନରେ ସେ ମ୍ୟାକ୍ସିମମ୍ 25ଟା ଅଣ୍ଡା ଦେଇପାରିବ ଲେୟର ଗୋଟେ ଦିନରେ ଅଣ୍ଡା ଦବାର କେପାସିଟି ପ୍ରୋଡକ୍ଟିଭ ସିଷ୍ଟମ କେତେ ଇଏ ସେଥିରେ ଏନଭାयरमेंट ରଖା ହେଇଛି ଏନଭାयरमेंट ପ୍ରୋଡକ୍ଟିଭ ସିଷ୍ଟମ ସହିତ ବହୁତ ଲିଙ୍କ ଗୋଟେ ପିଲା ପ୍ରି ମେଚ୍ୟୁର ବି ଜନ୍ମ ହେଇଯାଉଛି କାହିଁକି ସେ ବାହାର ଏନଭାयरमेंट ସହିତ ରହିପାରିବ ନାହିଁ ସେଇଥିପାଇଁ ତାକୁ ଆଇସିୟୁ ରେ ରଖାହଉଛି ହଁ କି ନାଇଁ କାହିଁ ରଖାହଉଛି ତାକୁ ସେଇ ପ୍ରକାର ଏନଭାयरमेंट ଦିଆ ହଉଛି ଯୋଉ ପ୍ରକାର ଏନଭାयरमेंट ସେ ତା ମା ପେଟରେ ବା ଓଭାରିରେ ପାଇଥାନ୍ତି ହଁ କି ନାଇଁ ତାକୁ ସେଇ ପ୍ରକାର ଏନଭାयरमेंट ସେ ଭ୍ୟାକ୍ୟୁମ ବା ଯୋଉ କଣ ଆଇସିୟୁ ଭିତରେ ଦିଆ ହଉଛି ବୁଝିଲେ ତ ଏନଭାयरमेंट ବହୁତ इंपॉर्टेंट रोल प्ले करे कौन ना मतलब जो फर्टिलिटी रेट और जो मेच्योरिटी क्षेत्र से कौन हम एते भीतर को जीवा नहीं सिंपल तो माने किछ कोइ परिबो रोल प्ले करे अरे जहां उसी मते को कोन कहया भी खराब लागु ना कोन हां जहां भाबु तो मते कोन अछि असुविधा हमर जांच माने प्रॉब्लम ना कोन हे होछि जे टिके कौन प्रकार माने एब्सोल्यूट एजुकेशन भीतर पसी जाउछे हम माइंड सेट ही हे जाइछि एटा खराब होछि हां कि ना ए विषय पढ़िबा ना हे जाइछि बुझिलो ସେଇଥିପାଇଁ ଆମେ କିଛି ପିଲା କଣ ମୁଁ ଯେତେବେଳେ ଫାଷ୍ଟ ପଢା ଷ୍ଟାର୍ଟ କରିଥିଲି ମୁଁ ପ୍ଲସ ଟୁ ସେକେଣ୍ଡ ଇୟର ଟ୍ୟୁସନ ଷ୍ଟାର୍ଟ କଲି ପ୍ଲସ ଟୁ ଫାଷ୍ଟ କ୍ଲାସ ସେତେବେଳେ ମୁଁ ଗର୍ଲସ ବଏଜ ସାଙ୍ଗରେ ପଢେଇ ପାରୁନଥିଲି ଅଲଗା ଅଲଗା ପଢୁଛି ଗର୍ଲସ ମାନେ ଅଲଗା ପଢେଇ ବଏଜ ମାନେ ଅଲଗା ପଢେଇ ପାରୁନଥିଲି ତାପରେ ହେଇଗଲା ହଁ କି? ଏବେ ଆମର ଗୋଟେ ମାଇଣ୍ଡ ସେଟ କାହିଁକି ଆକ୍ଚୁଆଲି ହେଇଯାଇଛି କହିଲ ଆକ୍ଚୁଆଲି ପ୍ୟାରେଣ୍ଟସ ମାନଙ୍କର ଦୋଷ ମୁଁ ଯେଟା ଅବଭିୟସଲି ପ୍ୟାରେଣ୍ଟସ ମାନଙ୍କର ଦୋଷ ଏଇଟା ସୋସାଇଟିର ଦୋଷ ଏଇଟା ଗୋଟେ ଖରାପ କଥା ଆମେ ଆମେ ପିଲାମାନଙ୍କ ଆଗରେ ବା ତମ ପ୍ୟାରେଣ୍ଟସ ତମ ଆଗରେ ଥୋଇ ଦେଇଛନ୍ତି ଏଇ ଜିନିଷଟା ଖରାପ ବୁଝିଲେ? ସେଇଟା ହିଁ ଏକ୍ଚୁଆଲି ତମକୁ ବହୁତ ଖରାପ କରିଦଉଛି ଇନ ଦ ସେନ୍ସ ତମେ କୋଉଟା ଭୁଲ କୋଉଟା ଠିକ ଜାଣିପାରୁନ ଖରାପ କାମରେ ତାକୁ ୟୁଜ କରୁଛ ବୁଝିଲେ ଆକ୍ଚୁଆଲି ଖରାପ ନୁହଁ ଆଗରୁ ଏଜୁକେସନ ଦିଆହଉଛି ଆମ ଦେଶ ଛାଡିକି ଅନ୍ୟ ସବୁ ଦେଶରେ ସିଲାବସ ରେ 8th କ୍ଲାସ ତାଙ୍କ ସିଲାବସ ରେ ସେ ଏଜୁକେସନ ଅଛି ସେକ୍ସ ଏଜୁକେସନ ତାଙ୍କ ସିଲାବସ ରେ ଅଛି ବୁଝିଲେ ଆମର ତ ସିଲାବସ ହିଁ ନାହିଁ ଆଉ ଯଦି ଏକ୍ସଟର୍ନାଲ ସୋର୍ସେସ ରୁ କୌଣସି ଆସିଲା ପିଲାମାନେ ନବା ପାଇଁ ନାରାଜ କାହିଁକି ମାଇଣ୍ଡ ସେଟ ରହିଯାଇଛି ଏଟା ଖରାପ କିଛି ଖରାପ କଥା ନୁହଁ ବଡିର ଗୋଟେ ନେଚୁରାଲ ପ୍ରୋସେସ ବୁଝିଲ ବଡିର ନେଚୁରାଲ ପ୍ରୋସେସ ଯଦି ଆମେ କହିବା ଖରାପ କିନ୍ତୁ ଉପରୁ ସେ ଖରାପ ସେଟା ଗୋଟେ ନେଚୁରାଲ ପ୍ରୋସେସ ନା ଖରାପ କଥା କିଛି ନୁହଁ ବୁଝିଲ ମାଇଣ୍ଡ ସେଟ ୱାନ୍ସ ମାइंड सेट को चेंज कर दियो
ଦେଖିବା ଦୃଷ୍ଟିକୋଣ ବି ଚେଞ୍ଜ ହେଇଯିବ। ବୁଝିଲ? ତ ମୁଁ ଥରେ କହୁଥିଲି ନା ଗୋଟେ ଚାଇନା ଟିଚର, ସେଠି ତାଙ୍କର ସେଠି ଫେୟାର କେମିତି ନିଆଯାଏ। ୱାନ୍ସ ତମେ ବସ ରେ ବସିଲା ମାନେ, ଏକ୍ସାମ୍ପଲ ଯଦି ଆମ ଓଡିଶାରେ ନବା, ବରମୁଣ୍ଡାରୁ କଲେଜ ସ୍କୋୟାର ଆସିବ ତମେ ଯେତିକି ଟଙ୍କା ଦବ, ବରମୁଣ୍ଡାରୁ ସେଠି ରସୁଲଗଡ ଆସିବ ଟଙ୍କା ଦବ, ବରମୁଣ୍ଡାରୁ ସେଟା କଣ ସେଟା ଆମର କଣ ଉତ୍କଳ ବି ଆସିବ ସେତିକି ପଇସା, ପାଣି ବିହାର ଆସିବ ସେତିକି ପଇସା ଦବ। ତାଙ୍କର ୱାନ୍ସ ବସ୍ ଚଳିଲା ମାନେ ଫେୟାର କନଷ୍ଟାଣ୍ଟ, ମାନେ ସେଉଠୁ ସେତିକି ବାଟ ଆସିଲେ ସେତିକି ପଇସା, ସେଉଠୁ କଲେଜ ସ୍କୋୟାର ଆସିଲେ ସେତିକି। ଆମେ ଭାବିବୁ କଣ, ଇସ୍, ମୁଁ କଲେଜ ସ୍କୋୟାର ନ ଆସିବି ତାହେଲେ ମୋର ଲସ୍ ହେଇଯିବ। ସେଇଟା ହଉଛି ଆମ ମାଇଣ୍ଡ, ଆମ ଇଣ୍ଡିଆନ୍ ମାନଙ୍କର ଥିଙ୍କିଂ, ଯେ ଡିଷ୍ଟାନ୍ସ ହଉଛି ଏତିକ, ନ ଆସିଲେ ଲସ୍ ହେଇଯିବ। ତାଙ୍କ ଥିଙ୍କିଂ ସେୟା, ଥିଙ୍କିଂ ହଉଛି ଲସ୍ ଆଉ ଗେନ୍, ଏସବୁ ଆମ ଥିଙ୍କିଂ ଉପରେ ଡିପେଣ୍ଡ କରେ। ଆମେ ଯାଉଛୁ ସ୍ୱେଟର ଟା ଆଣିବେ, ସ୍ୱେଟର ଟା ସେ ଭାବୁଛନ୍ତି 500 ଟଙ୍କା କିନ୍ତୁ ନେଇଗଲା 700 ଟଙ୍କା, ସେ ଭାବିବେ 200 ଟଙ୍କା। ଭାବନା, ତାଙ୍କ ଭାବନା, ତାଙ୍କ ମାଇଣ୍ଡ ସେଟ୍, ସେଠିକାର ମାଇଣ୍ଡ ସେଟ୍ ସେୟା।